टॉपिक ऊपर बुझे जानिछ को टॉपिक कोते आम परिवार परिवार का बुझे जानिछ हां बापा मां पुओ झियो जेजेमा जेजेबापा दादा खुड़ी ना ना जे बुझिलो तम समस्त परिवार के अछथि ठिया कहबो कहबो ना बाबू तम परिवार के अछथि ठिया कहबो के अछथि शुभम तमे को ठिया कि तम घर के अछथि हां तमे को तम घर के अछथि तम घर के अछथि बस बस तम घर के अछथि मम्मा मम्मी ଆମେ ଫାଷ୍ଟ ବୁଝିବା ଆମ ପରିବାରରେ କିଏ କିଏ ଅଛନ୍ତି ହେଲା ଏ ଚିତ୍ରଟାକୁ ଦେଖ ଗୋଟେ ପୁଅ ଅଛି ଗୋଟେ ଝିଅ ଅଛି ଆକେ ଦି ଜଣ କଣ ହେବେ ଭାଇ ଭଉଣୀ ଦୁଇ ଜଣ ଭାଇ ଭଉଣୀ ତାଙ୍କର ଏଠି କିଏ ବସିଛନ୍ତି ଜଣେ ବୃଦ୍ଧ ଲୋକଟି ବସିଛନ୍ତି ଆକେ ହଉଛନ୍ତି ତାଙ୍କ ଜେଜେବାପା ଏପଟେ ଜଣେ ବସିଛନ୍ତି ଆକେ ଜେଜେମା ଆଙ୍କ ବାପା ମା ଦେଖ ଆଙ୍କ ମା ହଉଛି ଏ ଚିତ୍ରରେ ଅଛନ୍ତି ଦେଖ ଇଏ ହଉଛନ୍ତି ତାଙ୍କ ମା ଇଏ ହଉଛନ୍ତି ବାପା ଏପଟେ ଅଛନ୍ତି ଆଙ୍କ ଭାଇ ଦାଦା ମାନେ ବାପାଙ୍କର ଭାଇକୁ ଆମେ କଣ କହିବା ଦାଦା କହିବା ବୁଝିଲ ଆଉ ଏପଟେ ଅଛନ୍ତି ଖୁଡି ଦାଦାଙ୍କ ସ୍ତ୍ରୀକୁ କହିବା ଆମେ ଖୁଡି ବୁଝିଲ ଏଇଟା ହେଲେ କେତେ ଜଣ ହେଲେ କୁହନ୍ତି 1 2 3 4 5 6 7 8 ଆଠ ଜଣ ହେଲେ ଏଇଟା ଗୋଟେ ବଡ ପରିବାର କଣ ଏଇଟା ଗୋଟେ ବଡ ପରିବାର କିଏ କିଏ ରହୁଛନ୍ତି ବାପା ମା ପୁଅ ଝିଅ ଆମର ହେଲେ ଫାଷ୍ଟ ତାଙ୍କର ବାପା ମା ତାଙ୍କ ଜେଜେବାପା ଜେଜେମା ଆଉ ଦାଦା ଖୁଡି ଆଉ ଦାଦା ଖୁଡିର ପିଲା କିଏ ଥିବେ ସେମାନେ ବି ଅଛନ୍ତି ସବୁ ମିଶିକି ହେଲା ଗୋଟେ ବଡ ପରିବାର ଆଉ ଦେଖ ଏପଟେ ଅଛି କେବଳ ବାପା ମା ଆଉ ପୁଅ ଝିଅ ଦି ଭାଇ ଭଉଣୀ ଆଉ ତମେ ସ୍ତ୍ରୀ ଆଉ ପୁଅ ଝିଅ ମିଶିଲେ ଏଟା ହଉଛି 4 ଜଣ ହେଲେ ହେଲା ଏଟା ଗୋଟେ ହେଲା ଗୋଟେ ଛୋଟ ପରିବାର ଏଟା କଣ ହେଲା ଗୋଟେ ଛୋଟ ପରିବାର ବୁଝିଲ ଏବେ ବୁଝ ପଡିଲା ନା ଗୋଟେ ବଡ ପରିବାର ବଡ ଛୋଟ ପରିବାର ବୁଝ ପଡିଲା ହେଲା ଆଉ ଗୋଟେ ଚିତ୍ରରେ ଘର ହେଇଛି ଆମେ ଦେଖିବା ହେଲା ଏଟା ଗୋଟେ ତମ୍ବୁରେ ଗଢା ହେଇଛି ଏଟା ହଉଛି ତମ୍ବୁ ଘର ତମ୍ବୁ ମାନେ କ୍ୟାମ୍ପ ଗୋଟେ ପାଲରେ ଗଢା ହେଇଛି ପାଲ ଦେଖିଥିବ ପାଲ ଦେଖିଛ କି ଆଶିଷ ତମ ଆଶିଷ ପରା ପାଟି କଣ ପଡେ ଦେଖ ଏଇ ଦେଖ ପାଲରେ ତିଆରି ହେଇଛି ଏଟା କହୁଛନ୍ତି ତମ୍ବୁ ଘର ଏଟା ଚାଳରେ ତିଆରି ହେଇଛି ଏଟା ଚାଳ ଘର ଏଇଟା ହଉଛି ଟିଣ ଘର ଏଟା ବହୁ ମହଲା ବିଶିଷ୍ଟ ଘର ମାନେ ଘର ଉପରେ ଲାଇନ ଲାଗିଥିବ ବୁଝିଲ ଏଟା ହଉଛି 2 ମହଲା ଘର ଆଉ ଏଟା 1 ମହଲା ଘର ଏ ତିନିଟା ଯାକ ଛାତ ଘର ବୁଝିଲ ନା ଏ ବାବୁ ବସ ନବେ ଯାଇଥିଲେ आसी ସବୁ ଯାକ ହଉଛି ଛାତ ଘର बस ତମମାନେ ସବୁ କୋଉ ଘର ରହୁଛ ଛାତ ଘର ରହୁଛ ନା ଆଗେ କଣ ଆଗେ ହେବେ ଚାଳ ଘର ରହିବାର ସମସ୍ତେ ବୁଝିଲ ବୁଝା